ଆମେରିକା ଇରାନ ଭିତରେ ଯୁଦ୍ଧ ଚାଲିଛି। ସେଥିପାଇଁ ବିଶ୍ୱର ଆର୍ଥିକ ଅବସ୍ଥା ବିଗିଡ଼ି ଗଲାଣି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିଲାଣି। ବର୍ତ୍ତମାନ ପେଟ୍ରୋଲ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଗୋଟିଏ ମାସ ଭିତରେ 4 ଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ଗୋଟିଏ ମାସ ଭିତରେ 8 ଟଙ୍କା ବୃଦ୍ଧି ପାଇଲାଣି। ଆଉ ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ଏବେ ଦର ଯାଇକି 968 ଟଙ୍କାରେ ପହଞ୍ଚିଲାଣି। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଦିନକୁ ଦିନ ଅବକ୍ଷୟ ହେବାର ଲାଗିଛି। ବର୍ତ୍ତମାନ $1 ମୂଲ୍ୟ ରହିଛି 95 ଟଙ୍କା 11 ପଇସା। ଦିନକୁ ଦିନ ଭାରତରୁ ବିଦେଶୀ ପୁଞ୍ଜି କମିବାର ଲାଗିଛି। ଏହାକୁ ନେଇ ଭାରତ ସରକାର ଖୁବ୍ ଚିନ୍ତିତ। ଏଭଳି କଠୋର ପରିସ୍ଥିତିରେ ଫାଇନାନ୍ସ ମିନିଷ୍ଟ୍ରିରୁ ବହୁତ କିଛି ଆଶା ରଖୁଛନ୍ତି ମୋଦି ସରକାର। ଯଦିଓ 30 ମେ 2019 ମସିହାରୁ ଆଜି ପର୍ଯ୍ୟନ୍ତ ନିର୍ମଳା ସୀତାରମଣ ଭାରତର ଅର୍ଥମନ୍ତ୍ରୀ ହୋଇ ରେକର୍ଡ ସ୍ଥାପନ କରିଛନ୍ତି, କିନ୍ତୁ ଏଭଳି ଯୁଦ୍ଧ ପରିସ୍ଥିତିରେ ଭାରତ ଆବଶ୍ୟକ କରୁଛି ନିର୍ମଳା ସୀତାରମଣ ଠାରୁ ଆଉ ଜଣେ ଅଧିକ ଯୋଗ୍ୟ ବ୍ୟକ୍ତିକୁ ଯିଏ ଅର୍ଥ ବିଭାଗର ଦାୟିତ୍ୱ ନେଇପାରିବ। ଏମିତି ବି ନିର୍ମଳା ମ୍ୟାଡାମଙ୍କର ହଜବ୍ୟାଣ୍ଡ ପରକାଲ ପ୍ରଭାକର ଜଣେ ମୋଦି ବିରୋଧୀ ଭାବେ ଜଣାଶୁଣା। ସେ ମୋଦି ସରକାରଙ୍କର ଅନେକ ପଲିସିକୁ ଅନେକ ସମୟରେ ସମାଲୋଚନା କରୁଛନ୍ତି। ଶୁଣିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ଆଗକୁ ଅଦଳ ବଦଳ କରିପାରନ୍ତି। ସେହି ମିନିଷ୍ଟ୍ରି ରିସଫଲ ସମୟରେ ହୁଏତ ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗରୁ ହଟାଇ ପାରନ୍ତି। କିନ୍ତୁ ସମସ୍ୟାଟି ରହିଛି ଯେଉଁ ମହିଳା ସଶକ୍ତିକରଣର କଥା। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି 33% ମହିଳା ସଂରକ୍ଷଣ ବିଲ୍ ଉଭୟ ବିଧାନସଭା ଏବଂ ସଂସଦରେ ଲାଗୁ କରିବା ପାଇଁ। ସେ ସମୟରେ ଜଣେ ମହିଳା ଅର୍ଥମନ୍ତ୍ରୀଙ୍କୁ ହଟାଇ ଦେବା ହୁଏତ ରଙ୍ଗ ମେସେଜ ଯାଇପାରେ। ସେଥିପାଇଁ ନିର୍ମଳା ସୀତାରମଣଙ୍କ ଜାଗାରେ ଆଉ ଜଣେ ମହିଳାଙ୍କୁ ଫାଇନାନ୍ସ ମିନିଷ୍ଟର କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଏବେ ଓଡ଼ିଶାରେ ଆଲୋଚନା ପ୍ରଭାତୀ ପରିଡ଼ାଙ୍କୁ ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତୀ ଅର୍ଥମନ୍ତ୍ରୀ କରିପାରନ୍ତି। କାରଣ ପ୍ରଭାତୀ ମ୍ୟାଡାମଙ୍କର ଫିନାନ୍ସିଆଲ ଭିଜନ ବା ଆର୍ଥିକ ଦୃଷ୍ଟିକୋଣ ସମସ୍ତଙ୍କ ଠାରୁ ଟିକେ ଅଲଗା। ଏଇ ଦେଖୁନାହାନ୍ତି ସୁଭଦ୍ରାର କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ 17 ସେପ୍ଟେମ୍ବର 2024ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେଲା ଭୁବନେଶ୍ୱରରେ। ପ୍ରଭାତୀ ମ୍ୟାଡାମ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ 4ଟି କିସ୍ତିରେ 1,12,12,665 ଜଣଙ୍କୁ 4ଟି କିସ୍ତିରେ 20,000 ଟଙ୍କା ଲେଖାଏଁ ଦେଇସାରିଲେଣି। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ 23,46,000 ଲକ୍ଷପତି ଦିଦି ହୋଇଗଲାଣି। ମାନେ 20,000 ଟଙ୍କା ପାଇଲେ 20 ମାସ ଭିତରେ 23,46,000 ମହିଳା ଲକ୍ଷପତି ଦିଦି ହୋଇଗଲେ। ମାନେ ଅଭିବୃଦ୍ଧି ହାର 5 ଗୁଣା। 20,000 ଟଙ୍କା ପାଇଲେ ସିଧାସଳଖ ଲକ୍ଷପତି ଦିଦି ହୋଇଗଲାଣି। ଆଉ ପ୍ରଭାତୀ ମ୍ୟାଡାମ କହୁଛନ୍ତି ଏମାନେ ଆଗକୁ କୋଟିପତି ହେବେ। ମାନେ ବର୍ତ୍ତମାନ ତାଙ୍କର ଅଭିବୃଦ୍ଧି ହାର 5, ଆଗକୁ ସେମାନଙ୍କର ଅଭିବୃଦ୍ଧି ହାର 100 ହେବ। ମାନେ ଯେଉଁ ଲକ୍ଷପତି ଦିଦି ହେଇଛନ୍ତି ଆଗକୁ ସେମାନେ କୋଟିପତି ଦିଦି ହେବେ। ଏଭଳିଆ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟକୁ ତ IIM ଆସିକି ରିସର୍ଚ୍ଚ କରିବା କଥା। ହାର୍ଭାର୍ଡ ୟୁନିଭର୍ସିଟିର ପ୍ରଫେସର ମାନେ ମଧ୍ୟ ସୁଭଦ୍ରା ମ୍ୟାଡାମଙ୍କର ଏଭଳି ଯେଉଁ ଆର୍ଥିକ ଦୃଷ୍ଟିକୋଣକୁ ଆସିକି ରିସର୍ଚ୍ଚ କରିବା କଥା। ଖାଲି IIM ପ୍ରଫେସର ନୁହନ୍ତି କି ହାର୍ଭାର୍ଡ ୟୁନିଭର୍ସିଟିର ପ୍ରଫେସର ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୁଭଦ୍ରା ମ୍ୟାଡାମଙ୍କର ଏଭଳି ଫିନାନ୍ସିଆଲ ମ୍ୟାନେଜମେଣ୍ଟକୁ ନେଇ ବହୁତ ଖୁସି ହେଉଥିବେ। ଯଦିଓ ନରେନ୍ଦ୍ର ମୋଦି ପୂର୍ବରୁ ରେଭିଡି କଲଚରକୁ ଘୃଣା କରୁଥିଲେ, ଏବେ କିନ୍ତୁ ମାଗଣା ବଣ୍ଟନ ସ୍କିମ୍କି ଭାରି ପସନ୍ଦ କରୁଛନ୍ତି। ଏଇ ଆମର ସୁଭଦ୍ରା ମ୍ୟାଡାମ ମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମ୍ୟାଡାମ ଗତ 21 ମାସ ଭିତରେ ସୁଭଦ୍ରା ଯୋଜନାରେ 20,300 କୋଟି ଟଙ୍କା ବାଣ୍ଟି ସାରିଲେଣି। ସେଇଥିପାଇଁ ତ ଆମେ କହୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ମ୍ୟାଡାମଙ୍କର ଏଭଳି ମାଗଣା ବଣ୍ଟନ ସ୍କିମ୍କି ତ ଖୁବ୍ ପସନ୍ଦ କରିବେ। ତେଣୁ ନିର୍ମଳା ସୀତାରମଣଙ୍କ ଜାଗାରେ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବା ପାଇଁ ଶ୍ରୀମତୀ ପରିଡ଼ା ମ୍ୟାଡାମ ହିଁ ଠିକ୍ ଚଏସ୍ ହେବେ। ତେବେ ସବୁ ଯାଇ ଅଟକୁଛି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରେ। ଯଦି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସଠିକ୍ ରିପୋର୍ଟ ଦେଇଦିଅନ୍ତି ତାହେଲେ ପ୍ରଭାତୀ ମ୍ୟାଡାମଙ୍କର ଟିକେ ଅଡ଼ୁଆ ବଢ଼ିଯାଇପାରେ। କାରଣ ଗତ 24 ମାସ ଭିତରେ ପ୍ରଭାତୀ ମ୍ୟାଡାମଙ୍କ ପାଖରୁ 2 ଜଣ ପ୍ରାଇଭେଟ୍ ସେକ୍ରେଟାରୀ, 2 ଜଣ OSD ଏବଂ 2 ଜଣ ଲେଡି PSO ଛାଡ଼ି ପଳାଇଛନ୍ତି। ଯଦି ସେଣ୍ଟ୍ରାଲ ଏଜେନ୍ସି ରିପୋର୍ଟ ଦେଇଦିଅନ୍ତି ଯେ ଉପମୁଖ୍ୟମନ୍ତ୍ରୀ ମ୍ୟାଡାମଙ୍କର ଷ୍ଟାଫ୍ ମ୍ୟାନେଜମେଣ୍ଟ ଭେରି ପୋର୍, ତାହେଲେ ପ୍ରଭାତୀ ମ୍ୟାଡାମଙ୍କର କଥା ଅଟକିଯିବ। କିନ୍ତୁ ମୋଦି ହେ ତ ମୁମକିନ ହେ, ଦେଶର କଥା। ପ୍ରଭାତୀ ମ୍ୟାଡାମଙ୍କର ଏଇ ଛୋଟିଆ ଭୁଲଟିକୁ କ'ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣଦେଖା କରିପାରିବେ ନାହିଁ? ସେଇଥିପାଇଁ ତ ଆମେ ଆଶା କରୁଛୁ ଭାରତବର୍ଷର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେଉଛନ୍ତି ଶ୍ରୀମତୀ ପ୍ରଭାତୀ ପରିଡ଼ା।